କଳିଯୁଗର ପୁଅଙ୍କ କଳା କାରନାମା। 3 କୋଟି ଟଙ୍କାର ବୀମା ଟଙ୍କା ପାଇଁ ନିଜ ଜନ୍ମ କଲା ପୁଅ ତା ବାପାଙ୍କୁ ସାପ ଦ୍ୱାରା ଦଂଶେଇ ହତ୍ୟା କରିଛନ୍ତି। ବିଶ୍ୱାସ ହେଉନି ନା, କିନ୍ତୁ ବାସ୍ତବରେ ଏହା ହିଁ ସତ। ଏମିତି ଏକ ଘଟଣା ଘଟିଛି ତାମିଲନାଡୁର ତିରୁଭାଲୁରରେ। ଗଣେଶନ ନାମକ ଜଣେ ସରକାରୀ ସ୍କୁଲ କର୍ମଚାରୀଙ୍କୁ ଶୋଇଥିବା ଅବସ୍ଥାରେ ସାପ କାମୁଡ଼ିଥିଲା। ଆଉ ପରିବାର ଲୋକେ ଏହାକୁ ଏକ ଦୁର୍ଘଟଣା ବୋଲି କହିଥିଲେ। କିନ୍ତୁ ପୁଲିସର ନଜର ପଡ଼ିଲା ଗଣେଶଙ୍କ ନାମରେ ଥିବା 11ଟି ଇନ୍ସୁରାନ୍ସ ପଲିସି ଉପରେ। 3 କୋଟି ଟଙ୍କାର ଲୋଭ ଏବଂ ବାପାଙ୍କର ଚାକିରି ପାଇବା ପାଇଁ 2 ପୁଅ ମୋହନରାଜ ଓ ହରିଚରଣ ରଚିଥିଲେ ଏହି ଭୟଙ୍କର ଷଡ଼ଯନ୍ତ୍ର। ପ୍ରଥମ ଚେଷ୍ଟା ବିଫଳ ହେବା ପରେ ସେମାନେ 1.5 ଲକ୍ଷ ଟଙ୍କାରେ ଏକ ବିଷାକ୍ତ ସ୍କ୍ରେଚ୍ ସାପ କିଣିଥିଲେ। ଆଉ ସାପ ଧରାଳି ସାହାଯ୍ୟରେ ଶୋଇଥିବା ବାପାଙ୍କୁ ସାପ କାମୁଡ଼େଇଥିଲେ ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ସେହି ସାପକୁ ବି ମାରି ଦେଇଥିଲେ। ବୀମା କମ୍ପାନୀର ସନ୍ଦେହ ଏବଂ ପୋଲିସର କଡ଼ା ପଚରାଉଚରା ଆଗରେ 2 ପୁଅ ସବୁ ସତ ମାନିଥିଲେ। ବର୍ତ୍ତମାନ ସେହି 2 ଅଧମ ପୁଅ ଜେଲର 4 କାନ୍ଥ ଭିତରେ ନିଜ କୁକର୍ମର ଫଳ ଭୋଗୁଛନ୍ତି। ଲୋଭ କିପରି ମଣିଷକୁ ଅମଣିଷ କରିଦିଏ, ଏହା ତାର ଜ୍ୱଳନ୍ତ ଉଦାହରଣ।